ନମ୍ବର 1 15 ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ମିଳିବ ଟିକସ ରିହାତି। ବର୍ଷକୁ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆଗାମୀ ବଜେଟରେ ଆୟକରେ ରିହାତି ମିଳିପାରେ। ମଧ୍ୟମ ଆୟ ବର୍ଗର ଲୋକଙ୍କୁ ଆଶ୍ୱସ୍ତି ଦେବା ଏବଂ ଦେଶରେ ଖର୍ଚ୍ଚକୁ ବଢ଼ାଇବା ପାଇଁ ଏଭଳି ପଦକ୍ଷେପ ସରକାର ନେଇପାରନ୍ତି। ସରକାର ଆସନ୍ତା ବର୍ଷ ଫେବୃଆରୀ 1ରେ 2025-24 ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ। ଏଥିପାଇଁ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ସରକାର ଯଦି ଆୟକରେ ରିହାତି ଦିଅନ୍ତି ତାହେଲେ ମଧ୍ୟ ଆୟ ବର୍ଗର ଲୋକେ ଏବଂ ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ଉପରେ ଥିବା ଟିକସଟି ଜନିତ ଚାପ କମିବ। ଯେଉଁମାନେ 2020ରେ ଟିକସ ବ୍ୟବସ୍ଥା ଆପଣାଇବେ ସେମାନଙ୍କୁ ଏକ ଫାଇଦା ଦେବ। ନୂଆ ଟିକସ ବ୍ୟବସ୍ଥା 3 ଲକ୍ଷରୁ 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କଠାରୁ 5% 20% ପର୍ଯ୍ୟନ୍ତ ହାରାହାରି ଆୟକର ଆଦାୟ କରାଯାଉଛି। ନମ୍ବର 2 ମଣ୍ଡିରୁ କିଣାଗଲାନି 500 କୁଇଣ୍ଟାଲ ଅଦା ଧାନ ଫେରାଇଲେ ଚାଷୀ। ଚଳିତ ବର୍ଷ ଆରମ୍ଭରୁ ଅବ୍ୟବସ୍ଥାରେ ରହିଛି ଖରିଫ ମଣ୍ଡି। ଦୀର୍ଘ 15 ଦିନ ପରେ ବି ଚାଷୀଙ୍କ ଗୁହାରି ଶୁଣିବାକୁ କେହି ନାହାନ୍ତି। ମଣ୍ଡିକୁ ନା ମିଲର୍ସ, ନା ଲ୍ୟାମ୍ପ କର୍ମଚାରୀ, ନା ଯୋଗାଣ ଅଧିକାରୀ କେହି ଆସୁନାହାନ୍ତି। ଗତ 10 ତାରିଖ ଉଦ୍ଘାଟନ ଦିନରୁ ଚାଷୀ ମଣ୍ଡିକୁ ଆଣିଥିଲେ ଧାନ। ବହୁଦିନ ଧରି ଶୀତକାଳୀନ ଖାଇଲା, ଏବେ ବର୍ଷାରେ ଭିଜିଲା। ଭଜା ହୋଇଯିବା ଏବଂ ବିକ୍ରି ନହେବା ଆଶଙ୍କା କରି ଆଜି 10 ଜଣ ଚାଷୀ ପ୍ରାୟ 500 କୁଇଣ୍ଟାଲ ଧାନ ଘରକୁ ଫେରାଇ ନେଇଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କଡ଼ିଙ୍ଗା ଲ୍ୟାମ୍ପ ଅଧୀନ କଟଗାମ ମଣ୍ଡିରେ। ଚାଷୀଙ୍କ କହିବା ଅନୁଯାୟୀ ପୂର୍ବରୁ ଯେପରି କଟନୀ ଚନ୍ନ ହେଉଥିଲା ଏବେ ମଧ୍ୟ ତାହା ହେଉଛି। କଟଗାଁ ମଣ୍ଡିରେ ପ୍ରତି ମଙ୍ଗଳବାର ଓ ବୁଧବାର ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ ହୋଇଛି। ଏଠାରେ ମେତଙ୍ଗୀ, ଏମ୍ କେରାଙ୍ଗା, ବାଲେଙ୍ଗା, ତାରାଗାଁ ପଞ୍ଚାୟତର ଚାଷୀମାନେ ଧାନ ବିକ୍ରି ପାଇଁ ସ୍ଥିର ହୋଇଛି। ନମ୍ବର 3 ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ମହାନତା। ମୃତ ଚାଷୀଙ୍କ ପରିବାରକୁ ବଢ଼ାଇଲେ ସାହାଯ୍ୟର ହାତ। ମୃତ ଚାଷୀଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲେ ଅଭିନେତ୍ରୀ ରାଣୀ ପଣ୍ଡା। ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେବା କାରଣରୁ ସତ୍ୟବାଦୀ ବୀରରାମଚନ୍ଦ୍ରପୁର ଗାଁର ଚାଷୀ ପୂର୍ଣ୍ଣଚନ୍ଦ୍ର ଦଳେଇଙ୍କର ମୃତ୍ୟୁ ହୋଇଛି। ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁକୁ 5 ଦିନ ବିତିଲାଣି। ଶୋକସନ୍ତପ୍ତ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ସହାୟତାର ହାତ ବଢ଼ାଇଛନ୍ତି ରାଣୀ ପଣ୍ଡା। ତେବେ ପୂର୍ଣ୍ଣଚନ୍ଦ୍ର କିଛି ଋଣ କରି ଚାଷ କରିଥିଲେ, ଆଉ ଫସଲ ନଷ୍ଟ ହୋଇଯିବାରୁ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ରାଣୀ ପଣ୍ଡା ତାଙ୍କ ପତ୍ନୀ ପାର୍ବତୀଙ୍କର 1 ଲକ୍ଷ ଟଙ୍କା ଚେକ୍ ଦେବା ସହ ପରିବାରରେ ରୀତିନୀତି ଅନୁଯାୟୀ ଏକାଦଶକ ଉପଲକ୍ଷେ 800 ଲୋକଙ୍କ ପାଇଁ ମହାପ୍ରସାଦ ସେବନ କରାଇବା ସମ୍ପୂର୍ଣ୍ଣ ବ୍ୟୟ ଓ ସମସ୍ତଙ୍କ ବ୍ୟବସ୍ଥାନ ନିଜେ କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନମ୍ବର 4 ଆମେରିକାରେ କଠୋର ପଦକ୍ଷେପ। 18,000 ଭାରତୀୟଙ୍କୁ ଦେଶରୁ ବାହାର କରିବ। ଭାରତ ଏବଂ ଆମେରିକା ମଧ୍ୟରେ ଭଲ କୂଟନୈତିକ ସମ୍ପର୍କ ବିଷୟରେ ଆଲୋଚନା ହେଉଛି। ତଥାପି ଭାରତୀୟମାନଙ୍କୁ ନିଜ ଦେଶରୁ ବାହାର କରିବ, ସ୍ୱଦେଶ ପଠାଇବ ପ୍ରକ୍ରିୟା ଜାରି ରହିଛି। ଏହି ରିପୋର୍ଟ ଅନୁଯାୟୀ ଆମେରିକାକୁ ପ୍ରବାସୀମାନଙ୍କର ବହିଷ୍କାର କରିବା ଧାରା ବୃଦ୍ଧି ପାଇଛି। 2024 ମସିହାରେ ଜଣେ ଭାରତୀୟଙ୍କୁ ପ୍ରତି 6 ଘଣ୍ଟାରେ ଆମେରିକାରୁ ଭାରତକୁ ପଠାଯାଇଥିଲା। ଆମେରିକାର ଇମିଗ୍ରେସନ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ ଦ୍ୱାରା ଡିସେମ୍ବର 19ରେ ପ୍ରକାଶିତ 2024 ଆର୍ଥିକ ବର୍ଷ ପାଇଁ ବାର୍ଷିକ ରିପୋର୍ଟ ଅନୁଯାୟୀ 2024 ବର୍ଷରେ ଜଣେ ପ୍ରତି 6 ଘଣ୍ଟାରେ ଆମେରିକାରୁ ଜଣେ ଭାରତକୁ ପଠାଯାଇଥିଲା। ବିଶେଷ କଥା ହେଉଛି ଏହି କ୍ଷେତ୍ରରେ ସଂଖ୍ୟାରେ କୌଣସି ହ୍ରାସ ଘଟିନାହିଁ, ବରଂ ଏକ ବଡ଼ ବୃଦ୍ଧି ଘଟିଛି। 2023 ତୁଳନାରେ 2024ରେ ଏହି ସଂଖ୍ୟା ଅଧିକ ବୃଦ୍ଧି ପାଇଛି। ନମ୍ବର 5 ଜନତାଙ୍କ ପାଇଁ ଖୁସି ଖବର। କମିଲା ସୋରିଷ ତେଲ ମୂଲ୍ୟ। ଭାରତର ସାଧାରଣ ଲୋକଙ୍କ ପାଇଁ ଖୁସି ଖବର। ବର୍ଷ ଶେଷରେ ସୋରିଷ ତେଲ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଖାଇବା ତେଲ ମୂଲ୍ୟରେ ହ୍ରାସ କାରଣ ସ୍ଥାନୀୟ ତଥା ଆନ୍ତର୍ଜାତିକ ବଜାରରେ ଚାହିଦା କମ୍ ହେବା ଓ ବର୍ଦ୍ଧିତ ଉତ୍ପାଦନ ସ୍ତର ବୃଦ୍ଧି ହେବ। ଏଥିସହ ସୋୟାବିନ୍ ଏବଂ ରାଶି ତେଲ ମୂଲ୍ୟରେ ଅସ୍ଥିରତା ପରିଲକ୍ଷିତ ହୋଇଛି। ସମ୍ପୃକ୍ତ ସୋରିଷ ତେଲ ମୂଲ୍ୟରେ ହ୍ରାସ ସହିତ ତୈଳ ଓ ତୈଳବୀଜ ବଜାରର ହ୍ରାସ ସମ୍ମୁଖୀନ ହେଉଛି। ସୋରିଷ ତେଲ ଅନେକ ପରିବାରରେ ଏକ ମୁଖ୍ୟ ଖାଇବା ତେଲ, ତେଣୁ ଏହାକୁ ମୂଲ୍ୟ କମିବା ଖୁସିର କଥା। ସେହିପରି ସୋୟାବିନ୍ ଏବଂ ରାଶି ତେଲ ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ଆସିଛି। ସୋରିଷ ତେଲର ମୂଲ୍ୟ ହ୍ରାସ ମୁଖ୍ୟତଃ ଦୁର୍ବଳ ସ୍ଥାନୀୟ ଚାହିଦା ଏବଂ ସ୍ଥିର ଆନ୍ତର୍ଜାତିକ ବଜାର ଯୋଗୁଁ ହୋଇଛି। ଅତ୍ୟଧିକ ସୋୟାବିନ୍ ଏବଂ ରାଶି ତେଲ ମୂଲ୍ୟରେ ଅସ୍ଥିରତା ଗ୍ରାହକଙ୍କୁ କିଛି ଆରାମଦାନ ପ୍ରଦାନ କରୁଛି। ନମ୍ବର 6 କ୍ୟାନ୍ସରକୁ ବିନାଶ କରିବ ଚମତ୍କାର ଟେକ୍ନିକ୍। ବିନା ଅସ୍ତ୍ରୋପଚାରରେ ଭଲ ହେବ କର୍କଟ। ଏବେ କ୍ୟାନ୍ସର ପାଇଁ ଦୂର ହେଲା ଚିନ୍ତା। ବୈଜ୍ଞାନିକମାନେ ଆବିଷ୍କାର କଲେ ଚମତ୍କାର ଟେକ୍ନିକ୍, ଯାହା କ୍ୟାନ୍ସରକୁ 99% ଶେଷ କରିଦେବାର ସକ୍ଷମ ହେବ। କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ମାତ୍ ଦେବାକୁ ପ୍ରସ୍ତୁତ ଆମେରିକାର 3 ବଡ଼ ବଡ଼ ୟୁନିଭର୍ସିଟି ଏକ ସ୍ୱତନ୍ତ୍ର ବୈଜ୍ଞାନିକ ଟିମ୍। ସବୁଠୁ ବଡ଼ କଥା, ଅସ୍ତ୍ରୋପଚାର ବିନା ହାଡ଼ ଏବଂ ଅଙ୍ଗରେ ଥିବା କର୍କଟ ଭଲ କରିବାରେ ହେବ ସଫଳ।
କ୍ୟାନ୍ସର ରୋଗୀଙ୍କ ପାଇଁ ଖୁସି ଖବର। ସବୁଠାରୁ ଚିନ୍ତାଜନକ ରୋଗ କର୍କଟକୁ ନେଇ ଏକ ବଡ଼ ସଫଳତାର ହାସଲ କରିଛନ୍ତି ବୈଜ୍ଞାନିକ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ୁଛି ଯେ କର୍କଟ କୋଷଗୁଡ଼ିକ 99% ଦୂର କରିବାରେ ବୈଜ୍ଞାନିକମାନେ ଏକ ଚମତ୍କାର ଟେକ୍ନିକ୍ ଆବିଷ୍କୃତ କରିଛି। ଆମେରିକାରେ ରାଇସ୍ ୟୁନିଭର୍ସିଟି, ଟେକ୍ସାସ୍ ଏବଂ ୟୁନିଭର୍ସିଟି ଏବଂ ଟେକ୍ସାସ୍ ୟୁନିଭର୍ସିଟି ବୈଜ୍ଞାନିକମାନଙ୍କର ଏକ ଟିମ୍ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି। ନମ୍ବର 7 ପେଟ୍ରୋଲ ପମ୍ପରେ ନିଆଁ ଜାଳି ସେକି ହେଲେ। ଅଧିକାଂଶ ସମୟରେ ପେଟ୍ରୋଲ ପମ୍ପରେ ଆସୁଥିବା ଲୋକଙ୍କର ଫୋନ୍ ବ୍ୟବହାରଠାରୁ ଆରମ୍ଭ କରି ଦିଆସିଲି ବ୍ୟବହାର ପର୍ଯ୍ୟନ୍ତ ବାରଣ କରାଯାଏ। ଏହାର ମୁଖ୍ୟ କାରଣ ହେଉଛି ପେଟ୍ରୋଲ, ଡିଜେଲ ଆଦି ତୈଳ ଅତ୍ୟଧିକ ଜ୍ୱଳନଶୀଳ ପଦାର୍ଥ ଯାହା ଆଖି ପିଛୁଳାକେ ନିଆଁକୁ ଧରି ନେଇଥାଏ। ଏହି କାରଣରୁ ହିଁ ପେଟ୍ରୋଲ ପମ୍ପରେ ଫୋନ୍ ବ୍ୟବହାର, ସିଗାରେଟ୍ ଆଦି ନ ପିଇବାକୁ ସଚେତନ ପାଇଁ ପୋଷ୍ଟର ମଧ୍ୟ ଲଗାଯାଏ। ଏହାପରେ ମଧ୍ୟ ଲୋକେ ଏଭଳି କିଛି କରିଥାନ୍ତି ଯାହା ସହଜରେ ବିଶ୍ୱାସ କରିହୁଏ ନାହିଁ। ନିକଟରେ ଏଭଳି ହିଁ ଏକ ଭିଡ଼ିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯାହା ସଭିଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ଭିଡ଼ିଓକୁ ଦେଖି ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିହେବ ନାହିଁ। ନମ୍ବର 8 ଟ୍ରେନ୍ ତଳେ ଲୁଚି 250 କିଲୋମିଟର ଅତିକ୍ରମ କଲେ ଯୁବକ। ଟ୍ରେନ୍ ଟିକେଟ୍ କାଟିବାକୁ ପାଖରେ ଟଙ୍କା ନଥିଲା, ମାତ୍ର ଯାତ୍ରା ବି ହେଲେ ରାସ୍ତା ଅତିକ୍ରମ କରିବାକୁ ଥିଲା। ତେଣୁ ଯୁବକ ରଚିଲେ ଭୟଙ୍କର ଉପାୟ। ଟ୍ରେନ୍ ବଗି ତଳେ ଓ ଚକା ମଝିରେ ରହି ସେ ଅତିକ୍ରମ କଲେ 250 କିଲୋମିଟର ବାଟ। ଟ୍ରେନ୍ ପ୍ରକୋପ ଶବ୍ଦରେ ବି ସେ ବିକଚିତ ନ ହୋଇ ଅତି ସତର୍କତାର ସହ ଅତିକ୍ରମ କରୁଛନ୍ତି ଏହି ବାଟ। ଟିକେ ଅଲଚଲ ହେଲେ ଜୀବନ ଯିବାର ଭୟ ଥିଲା, ମାତ୍ର ପାଖରେ ଅର୍ଥ ଅଭାବ ଯୁବକଙ୍କୁ ନିର୍ଭୟ କରି ଦେଇଥିଲା। ମଧ୍ୟପ୍ରଦେଶର ଇଟାରସିରୁ ଜବଦଲପୁର ପର୍ଯ୍ୟନ୍ତ ଦୂରତାକୁ ଯୁବକ ଜଣକ ଏପରି ଭାବେ ଅତିକ୍ରମ କରିଛନ୍ତି। ଟ୍ରେନ୍ ଜବଦଲପୁର ଷ୍ଟେସନ ନିକଟରେ ପହଞ୍ଚିବା ପରେ ଏହି ଘଟଣାର ଖୁଲାସା ହୋଇଥିଲା। ଟ୍ରେନ୍ଟି ଜବଦଲପୁର ଷ୍ଟେସନ ନିକଟରେ ପହଞ୍ଚିବା ପରେ ରେଳ କର୍ମଚାରୀ ତାହାର ଯାଞ୍ଚ କରିଥିଲେ। ନମ୍ବର 9 ମଦ ପିଇବାରେ ଓଡ଼ିଶା ଆଗୁଆ। ସେପ୍ଟେମ୍ବରରେ ବୋତଲ ପିଛା ବଢ଼ିଥିଲା 10 ଟଙ୍କା। ଜାନୁଆରୀରେ ପୁଣି ବଢ଼ିବ ବିୟର ଦର। ସେପ୍ଟେମ୍ବର ମାସରେ ବିୟର ବୋତଲ କ୍ୟାନ୍ ପିଛା 10 ଟଙ୍କା ବଢ଼ିଥିଲା। 3 ମାସ ପୂରି ନାହିଁ ମଦ୍ୟପଙ୍କ ପକେଟରୁ ଟଙ୍କା ଟାଣିବାକୁ ସରକାର ପୁଣି ଯୋଜନା କରିଛନ୍ତି। ଜାନୁଆରୀରେ ମାସରୁ ବିୟର ପିଛା ପୁଣି 10 ଟଙ୍କା ବଢ଼ାଇବେ। ସବୁଠାରୁ ଗୁରୁତର କଥା ହେଉଛି ଡିପୋରେ ଗଚ୍ଛିତ ଥିବା ବିୟର ମାର୍କେଟକୁ ନ ଛାଡ଼ି ଦର ବଢ଼ିବା ଯାଏଁ ଚାପିଦେବା ଚର୍ଚ୍ଚାରେ ସରକାର ନିଜେ ସାମିଲ ବୋଲି ଅଭିଯୋଗ ହୋଇଛି। ଯାହା ଖବର ମିଳିଛି, ନଦ ନିଗମ ପାଖରେ 9 ଲକ୍ଷ ପେଟି ବିୟର ଗଚ୍ଛିତ ଅଛି। ଦର ବଢ଼ିଲେ ଏଥିରୁ ଅତିକ୍ରମ ସରକାର ପାଖାପାଖି 900 କୋଟି ଟଙ୍କା ଅଧିକ ରାଜସ୍ୱ ପାଇବେ। ଏପଟେ କିନ୍ତୁ ଦୋକାନୀ ଏମର୍ଜେନ୍ସି ଭରିବା ପାଇଁ ଆଣ୍ଠୁଗଣ୍ଠି ଛିଣ୍ଡେଇଲେ ବି ତାଙ୍କୁ ମାଳ ମିଳୁନି। ରାଜ୍ୟରେ ଦିନକୁ ଦିନ ବିୟର ଚାହିଦା ବଢ଼ିବାରେ ଲାଗିଛି। ସରକାର 15 ପ୍ରକାର ବିୟର ବିକ୍ରି କରୁଛନ୍ତି। ସେଥିରୁ କିଙ୍ଗଫିଶର, ବଡ଼ଗାଇଜର ଓ ମହାରାଣୀ ଗ୍ରାହକଙ୍କର ପ୍ରଥମ ପସନ୍ଦ। ନମ୍ବର 10 70 ବର୍ଷୀୟ ଏହି ବ୍ୟକ୍ତିଙ୍କର 12 ପତ୍ନୀ, 102 ପିଲା। ମନେ ରୁହେନି ନାତି ନାତୁଣୀଙ୍କର ନାଁ। ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ କହିବୁ ଯିଏ 12 ଥର ବିବାହ କରିଛନ୍ତି ଏବଂ ତାଙ୍କର 100ରୁ ଅଧିକ ପିଲା ଅଛନ୍ତି। ୟୁଗାଣ୍ଡାରେ ଜଣେ ବ୍ୟକ୍ତିଙ୍କ 12 ପତ୍ନୀ, 102 ପିଲା ଜନ୍ମ ଦେଇଛନ୍ତି। ପିଲାଙ୍କ ସଂଖ୍ୟା ଏତେ ଅଧିକ ଯେ ପିତାମାତାଙ୍କର ସେମାନଙ୍କର ନାଁ ମନେ ରୁହେନା। ତାଙ୍କ ପାଇଁ କାଠିକର ପାଠ ହୋଇଯାଇଛି। ଏଥିପାଇଁ ସେ ଏକ ରେଜିଷ୍ଟ୍ରି ପ୍ରସ୍ତୁତ କରିଛନ୍ତି ଏବଂ ନାଁ ଲେଖି ରଖିଛନ୍ତି। ପୂର୍ବ ୟୁଗାଣ୍ଡାରେ ମୁକିଗା ଗାଁରେ ବାସ କରୁଥିବା ମୁସା ଓସେନକୋସେନା ସାମାଜିକ ଗଣମାଧ୍ୟମରେ ନିଜ କାହାଣୀ ସେୟାର କରିଛନ୍ତି। ସେ କେବଳ 102 ପିଲାଙ୍କର ବାପା ନୁହନ୍ତି, ବରଂ ତାଙ୍କର 578 ନାତି ନାତୁଣୀ ମଧ୍ୟ ଅଛନ୍ତି। ଏବେ ମୁସାଙ୍କୁ 70 ବର୍ଷ। ନିଜ ପରିବାର ଭରଣ ପୋଷଣ କରିବା ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଛି। ମୁସାଙ୍କ ପତ୍ନୀ ପ୍ରାୟ 8ରୁ 9 ପିଲାଙ୍କୁ ଜନ୍ମ ଦେଇଛନ୍ତି। ମୁସାଙ୍କର ପ୍ରଥମ ବିବାହ 1972 ମସିହାରେ ହୋଇଥିଲା। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।